ଧ୍ୱନି ପ୍ରତିଧ୍ୱନି ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କର ଗଳ୍ପ ସଂକଳନ ମୁଠାଏ ସ୍ୱପ୍ନ ଓ ସାହିତ୍ୟ ପତ୍ରିକା ସାଗରିକାର ବିଷୁବ ସଂଖ୍ୟା ରବିବାର ଦିନ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କବି ରତ୍ନାକର ରାଉତ ମଣିଷର ସ୍ୱପ୍ନର ପରିଭାଷାକୁ ରୂପ ଦେଉଥିବା କବି ଓ ସାହିତ୍ୟିକଙ୍କ ଲେଖା ସୁନ୍ଦର ସମାଜ ନିର୍ମାଣରେ ସହାୟକ ହୋଇଥାଏ ବୋଲି କହିଥିଲେ। ତାଙ୍କ ମତରେ ହାତ ମୁଠାର ସ୍ୱପ୍ନ ସବୁବେଳେ ମଣିଷକୁ ବାଟ ଦେଖାଇଥାଏ। ମୁଠାଏ ବରଫଳ ଭଳି ମୁଠାଏ ସ୍ୱପ୍ନ ହିଁ ଅଗଣିତ ବରଗଛ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଥିଲେ। ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ ପୁସ୍ତକ ଉଭୟ ସମାଜ ଗଠନ ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଏ କ୍ଷେତ୍ରରେ ସୃଷ୍ଟିଧର ପରିଡ଼ାଙ୍କର ମୁଠାଏ ସ୍ୱପ୍ନ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହ ପାଠକୀୟ ଆଦୃତ ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆଲୋଚକ ଡକ୍ଟର ଭାଗବତ ବେହେରା ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିପର୍ଯ୍ୟସ୍ତ ସମାଜକୁ ସଂସ୍କାରିତ କରିବାରେ ଏହି ପୁସ୍ତକ ବହୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି ବୋଲି ଡକ୍ଟର ଶ୍ରୀ ବେହେରା କହିଥିଲେ। ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ ଡକ୍ଟର କାଳୀପଦ ପଣ୍ଡା ତାଙ୍କର ପ୍ରକାଶୀୟ ବକ୍ତବ୍ୟ ରଖିଥିବା ବେଳେ ଆଇନଜୀବୀ ତଥା ସମାଜସେବୀ ବେଣୁଧର ରାଉଳ, ଯୋଗଗୁରୁ ସୁଜିତ କୁମାର ଜେନା ଲେଖକଙ୍କର ମୁଠାଏ ସ୍ୱପ୍ନର ଶିକ୍ଷଣୀୟ ବିଷୟବସ୍ତୁ ଓ ବୋଧଗମ୍ୟ ଶବ୍ଦ ସଂଯୋଜନା ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଥିଲେ। ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର ସମ୍ପାଦିକା କବି ସୌରୀନ୍ଦ୍ରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଲେଖକ ସୃଷ୍ଟିଧର ପରିଡ଼ା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହ ନିଜର ଲେଖକୀୟ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ସେତାଲିସା ଶୁଭଦର୍ଶିନୀ ଓ ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ ସଙ୍ଗୀତ ଗାନ କରିଥିବା ବେଳେ କବି ପ୍ରିୟଙ୍କା ପ୍ରିୟଦର୍ଶିନୀ, ରଙ୍ଗ ରାଗର ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି ଓ ଆଇନଜୀବୀ ଯଶୋଦାନନ୍ଦନ ଆସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।